ପ୍ରେଜ୍ ଲର୍ଡ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଆଜିର ଦିନରେ ପ୍ରଭୁ ପ୍ରତ୍ୟେକଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ଆସନ୍ତୁ ଆମମାନେ କିଛି ଈଶ୍ୱରଙ୍କର ବାକ୍ୟ ଦ୍ୱାରା ନୂତନ ଦିବସରେ ଆମମାନେ ଶିଖିବା। ତାହା ଆମମାନେ ପବିତ୍ର ଶାସ୍ତ୍ର ବାଇବଲରୁ ଆମମାନେ ପାଇପାରିବା ଯେ ମାଥ୍ୟୁ ଲିଖିତ ସୁସମାଚାର ତାର 1 ପର୍ବର ଆମମାନେ 23-21 ପଦକୁ ଆମମାନେ ଦେଖିବା। ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମମାନେ ଦେଖୁଅଛୁ ଏଇ ଖ୍ରୀଷ୍ଟମାସ ସିଜନରେ ବା ଜନ୍ମଦିନ ଉପଲକ୍ଷେ ଶେଷ ମାସରେ ଯେ ଯୀଶୁଙ୍କର ଜନ୍ମକୁ ନେଇ ଅନେକ ଲୋକମାନେ ଅନେକ ବିଷୟରେ କୁହନ୍ତି, କିନ୍ତୁ ବାଇବଲ ମଧ୍ୟ କ'ଣ କୁହେ ତାହା ମାନେ ମଧ୍ୟ ଜାଣିବା ନିହାତି ଆବଶ୍ୟକତା ଅଟେ। ଯୀଶୁ ଆଉ ସେ ସ୍ୱର୍ଗଦୂତ ସେମାନଙ୍କୁ କହୁଛନ୍ତି ଯେ ତୁମ୍ଭେ ପୁତ୍ର ପ୍ରସବ କରିବ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଏହା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ପାପରୁ ପରିତ୍ରାଣ, ଆମେ ଉଦ୍ଧାର ପାଇବା, ପରିତ୍ରାଣ ପାଇବା, ମୁକ୍ତି ପାଇବା, ଏହା କେବଳ ଯୀଶୁଙ୍କ ପାଖରେ ହିଁ ଥାଏ। ଯଦି ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବା ପାଇଁ ଚାହେଁ, ଏହି ମୋବାଇଲକୁ ଆପଣମାନେ ଦେଖୁଛନ୍ତି, ଏହି ମୋବାଇଲର ମୂଲ୍ୟ ରହିଅଛି। ଯେଉଁ ମୋବାଇଲ କି ମୁଁ ଯଦି ଅନ୍ୟ ଜଣଙ୍କୁ ଦେବା ପାଇଁ ଚାହେଁ, ଦାନ ଦେବା ପାଇଁ ଚାହେଁ, ତେବେ ମୁଁ ପୂର୍ଣ୍ଣ ହୃଦୟ ସହକାରେ ମୁଁ ଦାନ ଦେବା ପାଇଁ ଦିଏ, ଯେ କୌଣସି ମୋର ସ୍ୱାର୍ଥ ନଥାଏ ସେହି ସ୍ଥାନରେ। ଠିକ୍ ସେହିପରି ଯୀଶୁ ମଧ୍ୟ ଜଗତକୁ ଆସିଲେ ଯେ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ, ପାପରୁ ମୁକ୍ତି ଦେବା ନିମନ୍ତେ, ପାପରୁ ପରିତ୍ରାଣ କରିବା ନିମନ୍ତେ ପ୍ରଭୁ ଜଗତକୁ ଆସିଲେ। ଠିକ୍ ସେହିପରି ପ୍ରିୟ ପ୍ରଭୁଙ୍କର ଲୋକମାନେ ତାହାଙ୍କଠାରେ କୌଣସି ସ୍ୱାର୍ଥ ନଥିଲା, କୌଣସି ତାହାଙ୍କଠାରେ କୌଣସି ଆଉ ନିଜର ବେନିଫିଟ୍ ନଥିଲା, ଯଦ୍ୱାରା ଯେଉଁମାନେ କି ବିନଷ୍ଟ ହେଉଛନ୍ତି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରଭୁ ଜଗତକୁ ଜନ୍ମଗ୍ରହଣ କଲେ। ପ୍ରେଜ୍ ଲର୍ଡ। ତେଣୁକରି ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଉ ଆମମାନେ ଯେତେ ବି ଜଣ ଏଇ ରିଲ୍ସକୁ ଦେଖୁଛନ୍ତି, ମୁଁ ବିନତି ଅନୁରୋଧ କରିବା ପାଇଁ ଚାହେଁ, 2026ରେ ମୁଁ ମଧ୍ୟ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆଉ ଈଶ୍ୱରଙ୍କର ବାକ୍ୟକୁ ସେୟାର କରିବା ପାଇଁ ଚାହେଁ। ଆପଣମାନଙ୍କର ଭଲ ପାଇବା, ସ୍ନେହ, ପ୍ରେମ ଆବଶ୍ୟକତା ରହିଅଛି। ଆପଣମାନେ ରିଲ୍ସ ଯଦି ଦେଖୁଛନ୍ତି ତେବେ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ନିଶ୍ଚୟ ମତାମତ ଜଣାନ୍ତୁ, ଯଦ୍ୱାରା ଆଗକୁ ବଢ଼ିବା ନିମନ୍ତେ ଆପଣଙ୍କର କମେଣ୍ଟ ଆମମାନଙ୍କୁ ଉପଯୁକ୍ତ କରେ। ତେଣୁକରି ପ୍ରଭୁଙ୍କର ମହିମା ହେଉ, ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ। ଆମେନ୍।